ବିପଦରେ ପ୍ରାଚୀନ ଶିଳାଲେଖା। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ଉପରମୁଣ୍ଡରେ ପଥର କୋରଡ଼ରେ ଥିବା ଗୁଡ଼ହାଣ୍ଡି ଗୁମ୍ଫାର ପ୍ରାଚୀନ ସଭ୍ୟତାର ଶିଳାଲେଖା ଏବେ ବିପଦରେ। ସୁରକ୍ଷା ଅଭାବରୁ ଶିଳାଲେଖା ଧୀରେ ଧୀରେ ଅସ୍ପଷ୍ଟ ଦେଖାଯାଉଛି। ବନ ବିଭାଗ ଏଥିପ୍ରତି ନଜର ଦେଉନାହିଁ। ସଂସ୍କୃତି ବିଭାଗ ବି ନିଦରେ। ଐତିହାସିକ ଶିଳାଲେଖାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆନଯାଉଥିବାରୁ ଧୀରେ ଧୀରେ ଏହା ଲୁପ୍ତ ହେବାକୁ ବସିଲାଣି। ଡୋକରୀ ଚଞ୍ଚରା ରାମନବମୀ ସମୟରେ ଓ ପିକନିକରେ ଆସୁଥିବା ପର୍ଯ୍ୟଟକମାନଙ୍କ ଠାରୁ ପାର୍କିଂ ନାମରେ ଉନ୍ନୟନ ସମିତି ଟଙ୍କା ଆଦାୟ କରିଥାନ୍ତି, କିନ୍ତୁ ଶିଳାଲେଖାର ସୁରକ୍ଷା ପାଇଁ କୌଣସି ଉଦ୍ୟମ ହେଉନାହିଁ। ଗୁଡ଼ହାଣ୍ଡି ଉନ୍ନୟନ ନାମରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ତଳମୁଣ୍ଡରୁ ଗୁମ୍ଫା ଯାଏଁ ପାହାଚ ନିର୍ମାଣ କରାଯାଉଛି, ତାହା ବି ପୁଣି ନିମ୍ନମାନର। କିନ୍ତୁ ପରିତାପର ବିଷୟ, ଯେଉଁ ଶିଳାଲେଖା ପାଇଁ ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରା ପରିଚୟ ପାଇଛି, ତାହା ବର୍ତ୍ତମାନ ବିପଦରେ। ଏହି ଗୁଡ଼ହାଣ୍ଡି ପ୍ରାଚୀନ ସଭ୍ୟତାର ଶିଳାଲେଖାକୁ ସୁରକ୍ଷା ଦେବା ପାଇଁ ବିଭାଗୀୟ ଅଧିକାରୀ ଉଚିତ ପଦକ୍ଷେପ ନେବା ପାଇଁ ଆମେ ଅନୁରୋଧ କରୁଛୁ। ଶୁଣ ହେ ସରକାର, କାହିଁକି ଏତେ ଅଣଦେଖା କରୁଛି ପ୍ରଶାସନ? ଓଡ଼ିଶାର ଐତିହ୍ୟ ପ୍ରତି ଧ୍ୟାନ ଦେବାକୁ ଆମର ଅନୁରୋଧ। କଳାହାଣ୍ଡିରୁ ସୁଧୀର ଗୋପାଳଙ୍କ ରିପୋର୍ଟ, ଓଡ଼ିଆ ନ୍ୟୁଜ୍.live।